ଆଜି ଦିନ ସାରା ଆରାମ କରିବା ପରେ ସନ୍ଧ୍ୟା ବେଳକୁ ଆସିଲା ଆରେ ବହୁତ ସାରା କାମ। ଚାଲନ୍ତୁ ମୁଁ ଜଣାଉଛି କ'ଣ ହେଲା। ତ ଆଜି ସନ୍ଧ୍ୟା ବେଳକୁ ଗୋଟେ ବାର୍ଥଡେ ପାର୍ଟିରେ ଯାଇଥିଲି। ଫୋନ୍‌ଟା ଘରେ ଛାଡ଼ି ଦେଇକି ଯାଇଥିଲି। ଏମିତି ସ୍ନାକ୍ସ ପାର୍ଟି ଥିଲା। 8ଟା ବେଳକୁ ଘରକୁ ଆସିଲା ବେଳକୁ ଦେଖିଲା ବେଳକୁ କ'ଣ ହେଇଛି ନା ଫୋନ୍‌ରେ ବହୁତ ସାରା ମେସେଜ୍ ପଡ଼ିଛି। ଆଉ ଏତେ ସବୁ ମେସେଜ୍‌ର କାରଣ କିଛି ଏମିତି ଥିଲା। ତ ସକାଳେ ଆଜି ମୁଁ ଦହିବରା ଆଳୁଦମ୍ ବନେଇଥିଲି। ତାକୁ ମୁଁ ଗ୍ରୁପ୍‌ରେ ଅପଡେଟ୍ କରିଦେଇଥିଲି। ଯେତେବେଳେ ମୁଁ ସ୍ପେଶାଲ କିଛି ବନାଏ ଗ୍ରୁପ୍‌ରେ ଅପଡେଟ୍ କରିଦିଏ କି ହଁ ଆଜି ଏଇ ଜିନିଷଟା ସ୍ପେଶାଲ ବନଉଛି ବୋଲି। କେହି ଅର୍ଡ଼ର କରିବାର ଥିଲେ ମୁଁ କହିଥାଏ ଗୋଟେ ଦିନ ପୂର୍ବରୁ ଅର୍ଡ଼ର କରିଦେବା ପାଇଁ। ତ ସେଇ ହିସାବରେ ମୁଁ ବାକି ଜିନିଷର ପ୍ରିପାରେସନ୍ କରେ। କାହିଁକିନା ଆପଣ ଜାଣିଥିବେ ଆମର ଓଡ଼ିଆ ଖାଇବାରେ ବିନା ପ୍ରିପାରେସନ୍‌ର କିଛି ବନିବା ପସିବୁଲ୍ ହିଁ ନୁହଁ। ଆଉ ବେଳେବେଳେ ବି ମୁଁ ଅପଡେଟ୍ କରେନି ଏଥିଲାଗି କି କରିବାର ଇଚ୍ଛା ନଥାଏ। ସେଥିଲାଗି ଅର୍ଡ଼ର କରିବା ପାଇଁ ଇଚ୍ଛା ନଥାଏ। କେବଳ ଘର ପାଇଁ ହିଁ ସ୍ପେଶିଆଲି ବନାଏ। ତ ସେଥିଲାଗି ସେତେବେଳେ ମୁଁ ଅପଡେଟ୍ କରେନି। କିନ୍ତୁ ଏଇ ଅର୍ଡ଼ରଟା ଏଇଟା ପାଇଁ ମୁଁ ଅପଡେଟ୍ କରିକି ୱେଟ୍ କଲି କାଳେ କିଛି ମେସେଜ୍ ଆସିବ। ତ ସେଦିନ ଚାଲିଗଲା। ତା ନେକ୍ସଟ୍ ଡେ ମର୍ଣ୍ଣିଂରେ ମୁଁ ବନେଇଲି ଘର ପାଇଁ ଦହିବରା। ସେଦିନ ମର୍ଣ୍ଣିଂରେ ବି କୌଣସି ଅର୍ଡ଼ର ଆସିଲାନି। ମୁଁ ଭାବିଲି ଠିକ୍ ଅଛି ଆଜି ଅର୍ଡ଼ର ବୋଧେ ଆସିବନି। କିନ୍ତୁ ଦେଖିଲା ବେଳକୁ ସନ୍ଧ୍ୟା ବେଳକୁ 5 ପ୍ଲେଟ୍ ଦହିବରାର ଅର୍ଡ଼ର ପଡ଼ିଛି। ଆଉ ସେଇ ଅର୍ଡ଼ରରେ ତାଙ୍କର ଥିଲା କି ଆଳୁଦମ୍ ଦରକାର ନାହିଁ। ତାଙ୍କର ଘୁଗୁନି ବି ଦରକାର। କିନ୍ତୁ ଘୁଗୁନିଟା ଟିକେ ଏମର୍ଜେନ୍ସିରେ ବନେଇବା ପସିବୁଲ୍ ହେଇପାରେନି। କିନ୍ତୁ ମଟର ଭିଜା ଭାଗ୍ୟକୁ ମୋ ପାଖରେ ଥିଲା। ତ ସେଥିଲାଗି କହିଲି ଠିକ୍ ଅଛି ହେଇଯିବ କିଛି ଅସୁବିଧା ନାହିଁ। କିନ୍ତୁ ରାତି 10ଟା ହେଇଯିବ ଆପଣଙ୍କ ଅର୍ଡ଼ର ପ୍ରିପାରେସନ୍ ହେଲା ବେଳକୁ। ସେ କହିଲେ ଠିକ୍ ଅଛି କିଛି ପ୍ରୋବ୍ଲେମ୍ ନାହିଁ। ଆଉ ତାପରେ 9:30 ସୁଦ୍ଧା ତାଙ୍କ ଅର୍ଡ଼ର ମୁଁ ରେଡ଼ି କରି ପଠେଇଦେଲି।